ହାଲେଲୁୟା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ମୋ ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ପୁନର୍ବାର ଆଉ ଏକ ଦିନ ପ୍ରଭୁଙ୍କ ବାକ୍ୟ ଶୁଣିବା ନିମନ୍ତେ ଆହ୍ୱାନ କରୁଅଛି। ଆସନ୍ତୁ ମୋର ସହିତ ଖୋଲନ୍ତୁ ବର୍ତ୍ତମାନ ଗୀତ ସଂହିତା 19 ପର୍ବ ଏକ ପଦରୁ ତାର କିଛି ଅଂଶ ଆମେ ପାଠ କରିବା। ଆକାଶ ମଣ୍ଡଳ ପରମେଶ୍ୱରଙ୍କର ଗୌରବ କୀର୍ତ୍ତନ କରେ, ଶୂନ୍ୟ ମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ। ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ। କୌଣସି ବାକ୍ୟ କି ଭାଷା ନଥାଏ, ସେମାନଙ୍କ ରବ ଶୁଣାଯାଇ ନ ପାରେ। ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ। ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି। ସେ ଆପଣା ଅନ୍ତଃପୁରରୁ ବାହାରି ଆସିବା ବରତୁଲ୍ୟ ଓ ସେ ଆପଣା ପଥରେ ଦୌଡ଼ିବା ପାଇଁ ବୀର ତୁଲ୍ୟ ଆନନ୍ଦ କରେ। ଆକାଶ ମଣ୍ଡଳର ପ୍ରାନ୍ତରୁ ତାହାର ଉଦୟ ଓ ତୈର ଅନ୍ୟ ସ୍ଥାନ ପର୍ଯ୍ୟନ୍ତ ତାହାର ଭ୍ରମଣ ହୁଏ। ପୁଣି ତାହାର ଉତ୍ତାପରୁ କୌଣସି ବସ୍ତୁ ଗୁପ୍ତ ନଥାଏ। ପ୍ରଭୁ ପଠିତ ବାକ୍ୟ ଦେଇ ଆମକୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଯେ ପ୍ରକାର ତୁମ ଲୋକମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବ ସେଥିପାଇଁ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍। ହାଲେଲୁୟା। ପ୍ରଭୁଙ୍କ ଲୋକମାନଙ୍କୁ ଆଉ ବାକ୍ୟ ନିମନ୍ତେ ଆହ୍ୱାନ କରୁଅଛି। ବିଶେଷ କରି ଧ୍ୟାନ ସହିତ ଆମ ସିୟନ ମଣ୍ଡଳୀର ବାକ୍ୟ ଶୁଣୁଛନ୍ତି ବୋଲି ମୁଁ ଆଶା କରୁଅଛି। ଆପଣମାନେ ଦୟାପୂର୍ବକ ଆମ ସିୟନ ମଣ୍ଡଳୀର ବାକ୍ୟ ସବୁଦିନ ଆପଣମାନେ ଶୁଣନ୍ତୁ, ଆତ୍ମିକତାରେ ଅଭିବୃଦ୍ଧି ପାଆନ୍ତୁ ବୋଲି ମୁଁ ଆଶା କରୁଅଛି। ଏ ଜାଗାରେ ଆମେମାନେ ଦେଖୁଛୁ ଆକାଶ ମଣ୍ଡଳ ପରମେଶ୍ୱରଙ୍କର ଗୌରବ କୀର୍ତ୍ତନ କରୁଅଛି, ବର୍ଣ୍ଣନା କରୁଅଛି। ହାଲେଲୁୟା। କଣ କରୁଛନ୍ତି? ଆକାଶ ମଣ୍ଡଳ ପରମେଶ୍ୱରଙ୍କର ଗୌରବ ବର୍ଣ୍ଣନା କରେ, ଶୂନ୍ୟ ମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ। ହାଲେଲୁୟା। ଆମ ଯୋଉ ପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତାଙ୍କ ବିନା କୌଣସି ବସ୍ତୁ ସୃଷ୍ଟି ହୋଇନାହିଁ। ତାହାଙ୍କ ଦ୍ୱାରା ସମସ୍ତ ବିଶ୍ୱ ସୃଷ୍ଟି ହୋଇଛି। ହାଲେଲୁୟା। ଆପଣମାନେ ଧ୍ୟାନ ଦିଅନ୍ତୁ, ଏ ପୃଥିବୀରେ ଯେଉଁ ବୈଜ୍ଞାନିକମାନେ ଅଛନ୍ତି, ବୈଜ୍ଞାନିକମାନେ ଆତ୍ମା ବଢ଼ିବା କରନ୍ତି। ସେମାନଙ୍କର ପାଠ ପଢ଼ିବା ଯେଉଁ ଗର୍ବ, ତାହା ସେମାନଙ୍କୁ ନତ ହେବାକୁ ଦିଏ ନାହିଁ, ନମ୍ର ହେବାକୁ ଦିଏ ନାହିଁ। ସେମାନେ କେବଳ ଯାହା ଦେଖାଯାଉଛି, ଏ ପୃଥିବୀରେ ଯାହା ଦେଖାଯାଉଛି ତାହା ହିଁ ସେମାନେ କ'ଣ କରନ୍ତି? ବିଶ୍ୱାସ କରନ୍ତି ଆଉ ଲୋକମାନଙ୍କୁ ବହୁତ ଭ୍ରମରେ ପକାନ୍ତି। ବାସ୍ତବରେ ବୈଜ୍ଞାନିକମାନେ କ'ଣ କହନ୍ତି ବୋଲି କହିଲେ, ମାଙ୍କଡ ଠାରୁ ମନୁଷ୍ୟ ଜନ୍ମ ହେଲା ବୋଲି କହୁନାହିଁ, କିନ୍ତୁ ଗୋଟିଏ ଜୀବଠାରୁ ସମସ୍ତ ଜୀବଜନ୍ତୁ ସମସ୍ତ ପ୍ରାଣୀ ଜନ୍ମଗ୍ରହଣ କରିଛନ୍ତି ବୋଲୁଛନ୍ତି। ବୋଲେ ଗୋଟିଏ ଗଛ ମହାବୃକ୍ଷରୁ ପୁଣି ସମସ୍ତ ଜୀବଜନ୍ତୁ ମାନେ ତାଙ୍କର କାଳକ୍ରମେ ସେମାନେ ପରିବର୍ତ୍ତନ ହେଇକରି ଶେଷରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ହେଲା ପରେ ମନୁଷ୍ୟ ରୂପରେ ମାଙ୍କଡ ପରେ ମନୁଷ୍ୟ ପରି ସେମାନେ ହେଲେ ବୋଲି ସେମାନେ ଭ୍ରାନ୍ତ ଧାରଣାରେ ସେମାନେ କହନ୍ତି। ସେମାନଙ୍କୁ ଗୋଟେ କଥା ମୁଁ ପଚାରିବାକୁ ଚାହେଁ, ଯୋଉ ମହାବୃକ୍ଷ ବୋଲି କହୁଛନ୍ତି, ମହାବୃକ୍ଷର ନାଁ ଗୋଟେ ଥିବ। ସେ ମହାବୃକ୍ଷ ଆମ୍ବ ନା, ଜାମ୍ବ ନା, ଆପୁଲ ନା, କୌଣସି ଗୋଟେ ବୃକ୍ଷର ନାଁ ଗୋଟେ ଥିବ। ସେ ବୃକ୍ଷର ଯୋଉ ନାଁ ତାକୁ ଯୋଉ ନାଁ ବୋଲି
ତାକୁ ଦିଆଯାଇଥିବ ବର ଗଛ ହଉ, ଆମ୍ବ ଗଛ ହଉ, ଜାମ୍ବ ଗଛ ହଉ, ବିଭିନ୍ନ ପ୍ରକାର ଗଛର ନାଁ ଗୁଡ଼ାକ ତ ଅଛି। ସେ ବିଭିନ୍ନ ପ୍ରକାର ଗଛର ନାଁକୁ ଯଦି ଆମେ ଉଚ୍ଚାରଣ କରିବା, ହେଲେ ଯେଉଁ ଗଛର ନାମ ଉଚ୍ଚାରଣ କରିବା ସେଇ ଗଛର ଫଳ ଆମେ କହିପାରିବା। ପ୍ରଭୁ ଯୀଶୁ କହିଅଛନ୍ତି, ତୁମେମାନେ ଫଳ ଦେଖିକିରି ଗଛକୁ ତୁମେ ଚିହ୍ନି ପାରିବ ବୋଲି ପ୍ରଭୁ କହିଲେ। ତୁମେମାନେ ଯେଉଁ ଫଳ ଦେଖିବ, ଏଇଟା ଆମ୍ବ ଫଳ, ଏଇଟା ଜାମ୍ବ ଫଳ, ଏଇଟା ଅରେଞ୍ଜ ମାନେ କମଳା ଫଳ, ଏମିତି ବିଭିନ୍ନ ପ୍ରକାର ଗଛମାନଙ୍କୁ ତାର ଫଳ ଅନୁସାରେ ତୁମେ ତାକୁ ଚିହ୍ନି ପାରିବ ବୋଲି ପ୍ରଭୁ କହିଲେ। ହେଲେ ଏ ବୈଜ୍ଞାନିକ ମାନେ କହୁଛନ୍ତି ଏକ ମହାବୃକ୍ଷ, ସେ ବୃକ୍ଷରେ ବିଭିନ୍ନ ମାନେ ଯେତିକି ପଶୁ ପକ୍ଷୀ ଜୀବଜନ୍ତୁ ଯାହା ଦେଖୁଛୁ ଏ ସବୁ ତୈରୁ ଆସିଛି। ସେ ମହାବୃକ୍ଷ କ'ଣ ବୋଲି କହିଲେ, ଅଗାଧ ସମୁଦ୍ର ଭିତରେ ଗୋଟେ ପାଣି ଭିତରେ ଗୋଟେ ଜୀବ ପୁଣି ସୃଷ୍ଟି ହେଲା। ସେ ସୃଷ୍ଟି ହେଲାରୁ ସେ ଜୀବଟା ଏମିତି ଜଷ୍ଟ ହଲୁଥିଲା। ସେଠରୁ ପୁଣି ଆଉ ଏବେ ଆମ ପୃଥିବୀରେ ଥିବା ଯେତିକି ଜୀବଜନ୍ତୁ ଅଛନ୍ତି ସମସ୍ତେ ସୃଷ୍ଟି ହେଇଗଲେ ପୁଣି ସେ ଗୋଟେ ବୃକ୍ଷରୁ, ମାନେ ଗୋଟେ ପ୍ରାଣୀରୁ। ପୁଣି ସେ ପୃଥିବୀର ପ୍ରାଣୀ ମାନେ ଯେଉଁ ତଳେ ମାନେ ଅଗାଧ ସମୁଦ୍ର ଥିଲା, ସେ ମାନେ ଗଭୀର ଜଳ ଥିଲା, ସେ ଗଭୀର ଜଳ ଭିତରେ ସେ ପ୍ରାଣୀ ଥିଲା। ଆଉ ସେଠୁ ଆଉ କ'ଣ ହେଇଛି ପୁଣି ଏଇ ଯେତିକି ଜୀବଜନ୍ତୁ ମନୁଷ୍ୟ ଠାରୁ ଆରମ୍ଭ କରି ଆଉ ପିମ୍ପୁଡ଼ି ପର୍ଯ୍ୟନ୍ତ ଆଉ କୀଟ ପତଙ୍ଗ ଯେତିକି ଯାହା ଅଛନ୍ତି ସମସ୍ତେ ପୁଣି ସେ ପାଣିରୁ ପୁଣି ଜନ୍ମଗ୍ରହଣ କରିଛନ୍ତି। ପୁଣି କାଳକ୍ରମେ ଏମିତି ଶେଷରେ ଆମେ ମାନେ ମନୁଷ୍ୟ ହେଇକରି ପୁଣି ଜନ୍ମ ହେଲୁ ବୋଲି ମୂର୍ଖ ବୈଜ୍ଞାନିକ ମାନେ କହନ୍ତି। ଏ ମୂର୍ଖ ମାନେ କିଛି ଜାଣିନାହାନ୍ତି। କିଛି ନ ଜାଣିକିରି ସେମାନେ ପରମେଶ୍ୱରଙ୍କର ଶକ୍ତିକୁ ସେମାନେ କ'ଣ କରୁଛନ୍ତି, ପରୀକ୍ଷା କରୁଛନ୍ତି। ସେମାନଙ୍କର ଯେଉଁ ମାନେ ମନର ଚିନ୍ତା, ତାଙ୍କର ଯେଉଁ ଭାବନା କଳ୍ପିତ ପରି ଲାଗୁନି କି, କଳ୍ପିତ କାହାଣୀ ପରି ଲାଗୁଛି। ଏଇ ସବୁ ମିଥ୍ୟା ଅଟେ। ହାଲେଲୁୟା। ମନୁଷ୍ୟ କେମିତି ସୃଷ୍ଟି ହେଲା, ଆଉ ଏଇ ଆକାଶ ମଣ୍ଡଳ, ପୃଥିବୀ, ଏଇ ସବୁ ବିଷୟ କେମିତି ସୃଷ୍ଟି ହେଲା ବାଇବେଲରେ କୁହାଯାଇଛି। ସାରା ପୃଥିବୀର ଲୋକମାନେ ଶୁଣନ୍ତୁ, ଯେତେ ଲୋକ ଆମେ ସୃଜନ ମଣ୍ଡଳର ବାକ୍ୟ ଶୁଣନ୍ତୁ, ସମସ୍ତେ ଶୁଣନ୍ତୁ। ବାକ୍ୟ ତୁମମାନଙ୍କୁ କହେ, ଆକାଶ ମଣ୍ଡଳ କ'ଣ କରୁଛି, ପରମେଶ୍ୱରଙ୍କର ଗୌରବ ପ୍ରକାଶ କରୁଛି। ଆପଣମାନେ ଆକାଶକୁ ଦେଖନ୍ତୁ। ଆକାଶ ଦେଖିଲେ ଏଡ଼େ ବଡ଼ ଆକାଶ କେମିତି ସୃଷ୍ଟି ହେଲା ବୋଲି ତମେ ଯଦି ଚିନ୍ତା କରିବ, ସେ ଆକାଶ କ'ଣ କରୁଥିବ, ପରମେଶ୍ୱରଙ୍କ ଗୌରବକୁ ତୁମକୁ ଦେଖାଇବ। ହାଲେଲୁୟା। ତାପରେ ଲେଖା ହେଇଛି, ଶୂନ୍ୟ ମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ। ହାଲେଲୁୟା। ଶୂନ୍ୟ ମଣ୍ଡଳ, ଏଇ ଯେଉଁ ଶୂନ୍ୟ ତମେ ଦେଖୁଅଛ, ହେ ବୈଜ୍ଞାନିକ ମାନେ, ଏ ଜ୍ଞାନୀ ମାନେ, ଏ ପଣ୍ଡିତ ମାନେ, ତୁମମାନଙ୍କ ଠାରେ ଆଳୁସି ଯିବ ନାହିଁ। ତୁମମାନେ କୌଣସି ବିଷୟ ସୃଷ୍ଟି କରିପାରିବ ନାହିଁ। ମାତ୍ର ପରମେଶ୍ୱରଙ୍କ ଶକ୍ତିକୁ ତୁମେ କ'ଣ କରୁଛ, ଅଗ୍ରାହ୍ୟ କରୁଅଛ। ପରମେଶ୍ୱରଙ୍କର ଗୌରବ ଆକାଶ ମଣ୍ଡଳ କରୁଛି, ଜାଣିଛନ୍ତି? ଆପଣମାନେ କରୁନାହାନ୍ତି। ପରମେଶ୍ୱରଙ୍କର ଶକ୍ତିକୁ ଶୂନ୍ୟ ମଣ୍ଡଳ ପ୍ରକାଶ କରୁଛି, ତୁମେମାନେ କରୁନ। ଆଉ ପ୍ରଭୁଙ୍କ ଲୋକମାନଙ୍କୁ ଅଗ୍ରାହ୍ୟ କରିବ, ପ୍ରଭୁଙ୍କ ଲୋକମାନଙ୍କୁ ମାରିବ, ପ୍ରଭୁଙ୍କ ଲୋକମାନଙ୍କର ଚର୍ଚ୍ଚ ପୋଡ଼େଇବ, ପ୍ରଭୁଙ୍କ ଲୋକମାନଙ୍କୁ ହୀନସ୍ତା କରି ଦେଖିବ। ତୁମମାନଙ୍କୁ ପରମେଶ୍ୱର ଦିନେ ଦଣ୍ଡ ଦେବେ। ଜାଗ୍ରତ। ଯେଉଁମାନେ ବୈଜ୍ଞାନିକ ବୋଲି ଦେଖେଇ ଯାଉଛ, ଯେଉଁମାନେ ପରମେଶ୍ୱରଙ୍କର ଶକ୍ତିକୁ କମ୍ କରି ଦେଖୁଛ, ତୁମମାନଙ୍କର ପରିସ୍ଥିତି ବଡ଼ ଭୟଙ୍କର ହେବ। ହାଲେଲୁୟା। ଏ ଜାଗାରେ ଲେଖା ହେଇଛି, ସମସ୍ତେ ଶୁଣନ୍ତୁ। ଏ ଜାଗାରେ ପରମେଶ୍ୱରଙ୍କ ଲୋକମାନେ ଶୁଣନ୍ତୁ, ତୁମ ପରମେଶ୍ୱରଙ୍କର ଶକ୍ତି କେଉଁ ପ୍ରକାର ଅଛି। ଆକାଶ ମଣ୍ଡଳ ପରମେଶ୍ୱରଙ୍କ ଗୌରବ କରୁଛି, ଶୂନ୍ୟ ମଣ୍ଡଳ ତାହାଙ୍କର ହସ୍ତକୃତ କର୍ମ ପ୍ରକାଶ କରୁଛି। ହାଲେଲୁୟା। ଏ ଶୂନ୍ୟକୁ ଯଦି ଦେଖିବେ, ଏ ଶୂନ୍ୟ କେମିତି ସୃଷ୍ଟି ହେଲା, ଆଦି ପୁସ୍ତକର ପ୍ରଥମ ଅଧ୍ୟାୟରେ ହିଁ ସମସ୍ତ ବିଷୟ ଲେଖା ହେଇଛି। ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀ ସୃଷ୍ଟି କଲେ। ସ୍ୱର୍ଗ ଓ ପୃଥିବୀ ସୃଷ୍ଟି କଲେ ଆଦ୍ୟରେ ପରମେଶ୍ୱର। ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ବାଇବେଲ ସତ୍ୟ ପ୍ରମାଣ ଦିଏ। ମୋର ପ୍ରିୟ ଲୋକମାନେ, ବାଇବେଲ ସତ୍ୟ ପ୍ରମାଣ ଦେଉଅଛି। ବାଇବେଲ ଠାରେ ଆପଣମାନେ ପ୍ରମାଣ ପାଇପାରିବେ। ଆଉ କୌଣସି ବାକ୍ୟରେ ଆପଣମାନେ ପ୍ରମାଣ ପାଇପାରିବେ ନାହିଁ, ବା କୌଣସି ଗ୍ରନ୍ଥରେ ହେଉ, କୌଣସି ମାନେ ଶାସ୍ତ୍ରରେ ଆପଣମାନେ ସଠିକ୍ ଆଉ
ପ୍ରମାଣ ପାଇପାରିବେ ନାହିଁ। କେବଳ ପବିତ୍ର ବାଇବେଲରେ ଆପଣମାନେ ଏ ସୃଷ୍ଟି କେମିତି ସୃଷ୍ଟି ହେଲା, ଏ ଆକାଶ ମଣ୍ଡଳ କେମିତି ସୃଷ୍ଟି ହେଲା, ଏ ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ତାରାଗଣ କେମିତି ସୃଷ୍ଟି ହେଲା, ସବୁ କିଛି ପ୍ରକାଶ କରିଛନ୍ତି। ସେମାନେ ନିଜେ କ'ଣ କରୁଛନ୍ତି, ସୃଷ୍ଟ ବସ୍ତୁ ଗୁଡାକ ଏ ପଞ୍ଚଭୂତ ଏବଂ ଏ ଆକାଶ, ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ତାରାଗଣ, ଏ ଜଳ, ଏ ବାୟୁ ସବୁ ପରମେଶ୍ୱରଙ୍କର ହସ୍ତକୃତ ବିଷୟ ସବୁ ପ୍ରକାଶ କରୁଅଛନ୍ତି। ତାଙ୍କର କର୍ମ ସବୁ ପ୍ରକାଶ କରୁଅଛନ୍ତି। ଆଦ୍ୟରେ ପରମେଶ୍ୱର ବୋଲିକି ଲେଖା ହେଇଛି, ଆରମ୍ଭରେ ହିଁ ଲେଖା ହେଇଛି ଆଦ୍ୟରେ ପରମେଶ୍ୱର। ଆରମ୍ଭରେ ପରମେଶ୍ୱର କ'ଣ କରୁଛନ୍ତି, ସ୍ୱର୍ଗ କଲେ, ପୃଥିବୀ କଲେ। ହାଲେଲୁୟା। ପୃଥିବୀ କ'ଣ ଥିଲା? ଯୋଉ ବୈଜ୍ଞାନିକ ମାନେ ତମେ ଦେଖିଥିଲ, ତମେ ଦେଖିଥିଲ କି କେତେ ମିଲିୟନ ମାନେ କେତେ କୋଟି ବର୍ଷ ତଳେ ବୋଲି କହୁଛ? ତମର ସଂସ୍କୃତି, ତମର ସାଇନ୍ସ କେତେ ସେଇ ସମୟରେ ଥିଲା କି? ତମେ ଯେତେ ଗବେଷଣା କଲେ ମଧ୍ୟ, ଯେତେ ଯାହା କଲେ ମଧ୍ୟ ତମକୁ ପରମେଶ୍ୱର ଦେଇଥିବା 10% ମାଇଣ୍ଡରେ ତମେ କରୁଛ। 100% ମାଇଣ୍ଡ ଆଦାମକୁ ପରମେଶ୍ୱର ଦେଇଥିଲେ। 100% ମାଇଣ୍ଡକୁ ପରମେଶ୍ୱର ଆଦାମକୁ ଦେଇଥିଲେ। ସେଇ ମାଇଣ୍ଡ ଦ୍ୱାରା, ସେଇ ଶକ୍ତି ଦ୍ୱାରା ପରମେଶ୍ୱରଙ୍କର ଗୌରବ ସେ ପାଇଥିବାରୁ, ପରମେଶ୍ୱରଙ୍କର ମହିମା ଶରୀର ସହିତ ପାଇଥିବାରୁ ପରମେଶ୍ୱର ସାଙ୍ଗରେ ସେ ମୁଖାମୁଖି କଥାବାର୍ତ୍ତା କରୁଥିଲେ ଯୀଶୁଙ୍କ ସହିତ। ଆଉ ସେ ଯେତେବେଳେ ପ୍ରାୟ 100 ବର୍ଷ କାଳ ଆଦମ ଅବା ପରମେଶ୍ୱରଙ୍କ ସହିତ ଆଳାପ କରୁଥିଲେ, ପରମେଶ୍ୱରଙ୍କ ସହିତ ଆନନ୍ଦ କରୁଥିଲେ। ଆଦମ ଅବା ପରମେଶ୍ୱରଙ୍କର ଗୌରବ ପ୍ରଶଂସା କରୁଥିଲେ, ପରମେଶ୍ୱରଙ୍କଠାରୁ ଶିକ୍ଷା ପ୍ରାପ୍ତ ହେଉଥିଲେ। ଆଦମ କ'ଣ କଲା? এই ପୃଥିବୀରେ ଏ ବୈଜ୍ଞାନିକ ମାନେ ତୁମେ ମାନେ ନ ଜାଣିବା ନାଁ ଗୁଡାକ ଆଦମ ଆରମ୍ଭରୁ ହିଁ ପରମେଶ୍ୱର ସମସ୍ତ ଜୀବଜନ୍ତୁ ପଶୁ ପକ୍ଷୀ ଯାହା ଅଛନ୍ତି ପୃଥିବୀରେ ଗମନଶୀଳ ଜୀବଜନ୍ତୁ ପଶୁ ପକ୍ଷୀ ସମସ୍ତଙ୍କୁ ଆଦମଙ୍କ ନିକଟକୁ ପଠାଇବାରୁ ଆଦମ ସମସ୍ତ ଜୀବଜନ୍ତୁ ପଶୁ ପକ୍ଷୀକୁ କ'ଣ କଲେ? ନାମ ଦେଲେ। ହାଲେଲୁୟା। ପ୍ରଥମ ନାମ ଦେଲେ କିଏ ବୋଲି କହିଲେ? ଆଦମ ଏଇ ଜୀବଜନ୍ତୁ ପଶୁ ପକ୍ଷୀ ସବୁକୁ। ଏ ସମସ୍ତ ଭୂଚର ପକ୍ଷୀଗଣ, ଭୂଚର ପଶୁଗଣ, ଆକାଶରୁ ଉଡୁଥିବା ପତଙ୍ଗ ଗଣ ସବୁକୁ, ତମେମାନେ ଯାହା ଯାହା ଦେଖୁଛ ଏ ସମସ୍ତଙ୍କୁ ଆଦମ କ'ଣ କଲେ? ନାଁ ଦେଲେ। ହାଲେଲୁୟା। ଆପଣମାନେ ଦେଇ ଦେଖନ୍ତୁ, ଦେଖିବା ଆପଣମାନେ କେତେ କୋର୍ସ କଲେ ଯାଇକି ତମେ କ'ଣ କରିପାରିବ? କେତୋଟି ନାଁଟା ତମେ କହିପାରିବ, କେତେ ଜଣଙ୍କର ନାଁ କହିପାରିବ, କିନ୍ତୁ ସବୁ କିଛି କହିପାରିବ ନାହିଁ। ହାଲେଲୁୟା। ତେଣୁ ମୋର ପ୍ରିୟ ଲୋକମାନେ, ଆଦ୍ୟରେ ପରମେଶ୍ୱର କ'ଣ କରୁଛନ୍ତି? ଆକାଶ ପୃଥିବୀ ସୃଷ୍ଟି କଲେ, ସ୍ୱର୍ଗ ପୃଥିବୀ ସୃଷ୍ଟି କଲେ। ଏ ବୈଜ୍ଞାନିକ ମାନେ ଦେଖୁଥିବା ଜଳ, ଗଭୀର ଅନ୍ଧକାର, ଗଭୀର ଜଳ ଉପରେ ଅନ୍ଧକାର ଥିଲା। ଏମାନେ ଯେତିକି ତାଙ୍କର ପାଠରେ ଯେତିକି ପାଇଲେ, ଆକାଶର କଥା ଭୁଲିଗଲେ, ସୂର୍ଯ୍ୟର କଥା ଭୁଲିଗଲେ, ଏ ଗଭୀର ଜଳର କଥା ଟିକେ ଚିନ୍ତା କରିଲେ। ଗଭୀର ଜଳ ଥିଲା, ଜଳ ଉପରେ ଅନ୍ଧକାର ଥିଲା। ସେ ଜଳରେ ପରମେଶ୍ୱର ପ୍ରାଣୀଗଣ ସୃଷ୍ଟି କଲେ। ମୁଁ ସେ ସମସ୍ତ ବିଷୟ ମୁଁ ବର୍ତ୍ତମାନ କହିପାରିବି ନାହିଁ। ସମସ୍ତ ବିଷୟ ପ୍ରଥମ ଦିନ, ଦ୍ୱିତୀୟ ଦିନ, ତୃତୀୟ ଦିନ, ଚତୁର୍ଥ ଦିନ, ପଞ୍ଚମ ଦିନ, ଷଷ୍ଠ ଦିନ କ'ଣ କ'ଣ ହେଲା ସବୁ ବାଇବେଲରେ ଲେଖା ହେଇଛି। ହାଲେଲୁୟା। ତେଣୁ ଏ ଦିବସ ଏଠି ଆମେ ଦେଖିଲୁ ଗୀତ ସଂହିତାରେ, ସେଠି କ'ଣ କରେ? ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ। ହାଲେଲୁୟା। ଦିବସ ଦିବସ ପ୍ରତି, ରାତ୍ରି ରାତ୍ରି ପ୍ରତି, ଆଜିର ଏଇ ଦିନକୁ ପୁନର୍ବାର ଆଉ ଏ ଦିନ ଡାକ ବାକ୍ୟ ଉଚ୍ଚାରଣ କରୁଛନ୍ତି। ସେମାନେ କୁହାକୁ ହେଉଛନ୍ତି ପରମେଶ୍ୱରଙ୍କର ଯୋଜନା। ଦେଖନ୍ତୁ, ଏତେ ଆଶ୍ଚର୍ଯ୍ୟ ଲାଗିବ। ଆପଣମାନେ ଭାବିଦେବେ, ଆପଣମାନଙ୍କର ଏଇ 10% ମାଇଣ୍ଡ କିଛି ଜଣା ପଡ଼ିବ ନାହିଁ। ହାଲେଲୁୟା। ଏ ଜାଗାରେ ଦିବସ, ଯେଉଁ ଦିବସରେ ଆମେ ବଞ୍ଚିଛୁ, ଆଜିକା ଡେଟ୍ରେ ଆମେ ଯେଉଁ ଆଜିକା ଡେଟ୍ରେ ଆମେ ବଞ୍ଚିଛୁ, ଏଇ ଦିବସ ଆସନ୍ତାକାଲିକୁ ଆହ୍ୱାନ କରୁଅଛି। ଭାଇ, ମୋର ସମୟ ହେଇଯାଉଛି, ତମର ସମୟ ଆସୁଛି।
ବୋଲି ସେମାନେ କଥାବାର୍ତ୍ତା କରୁଛନ୍ତି ପରମେଶ୍ୱରଙ୍କର ଯୋଜନା କ୍ରମେ। ଜାଣିଛନ୍ତି କି ଏଇ ଏଇ ଦିବସ ଏଇ ରାତ୍ରି କେବେ ସୃଷ୍ଟି ହେଲା ଜାଣିଛ? ଏ ଅନ୍ଧ ବୈଜ୍ଞାନିକ ମାନେ, ଏଇ ଯୋଉ ଅନ୍ଧ ବୈଜ୍ଞାନିକ ମାନେ ଜାଣିଛନ୍ତି କି ଏ ଦିବସ କେବେ ସୃଷ୍ଟି ହେଲା, ଏ ରାତ୍ରି କେବେ ସୃଷ୍ଟି ହେଲା? ଏ ଅନ୍ଧ ବୈଜ୍ଞାନିକ ମାନେ, ଅନ୍ଧ ପଣ୍ଡିତ ମାନେ କଣ ଜାଣିଛନ୍ତି? ଏମାନେ ଲୋକମାନଙ୍କୁ ମାନେ ବଣ୍ଡ କରୁଛନ୍ତି, ଲୋକମାନଙ୍କୁ ଭ୍ରମ କରୁଛନ୍ତି, ଲୋକମାନଙ୍କୁ ମାନେ ତାଙ୍କର ଜ୍ଞାନକୁ ନଷ୍ଟ କରୁଛନ୍ତି। ନାଇଁ, ତମମାନଙ୍କର ଜ୍ଞାନ କାମ ଦେବ ନାହିଁ। ତମମାନଙ୍କର ଜ୍ଞାନ କାମ ଦେବାର ଅଛି ବାଇବେଲରେ ଥିବା ଯୀଶୁଙ୍କୁ ତୁମେ ବିଶ୍ୱାସ କରିବାର ଅଛି। ବାଇବେଲ ଥିବା ପ୍ରଭୁଙ୍କୁ, ବାଇବେଲ ତୁମେ ପାଠ କରିବାର ଅଛି, ବାଇବେଲକୁ ବିଶ୍ୱାସ କରିବାର ଅଛି। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରିତ୍ରାଣ ପ୍ରାପ୍ତ ହେଲେ ଯାଇକି ତମେ ସମସ୍ତ ବିଷୟ ଜାଣିପାରିବ। ତୁମମାନେ ଯେଡ଼େ ବଡ଼ ଜ୍ଞାନୀ ହଉନା କାହିଁକି, ଯେଡ଼େ ବଡ଼ ପଣ୍ଡିତ ମାନେ ହଉନା କାହିଁକି, ଆଦ୍ୟ ପୂର୍ବ କାଳର ଲୋକମାନେ ଗୋଟିଏ ଭାଷା ଥିଲା। ସେ ଟାଇମରେ ଗୋଟିଏ ଭାଷା ଥିଲା। ମୁଁ ସେ ଗତ ଭିଡ଼ିଓରେ କହିଥିଲି, ଗୋଟିଏ ଭାଷା ଥିବା ସମୟରେ ସେମାନେ ପୃଥିବୀକୁ ପୁରା ପୃଥିବୀର ସମସ୍ତ ଲୋକଙ୍କୁ ମାନେ ପୃଥିବୀରେ କଣ ଲୋକ ନ ଯାଉନୁ ଗୋଟେ ଜାଗାରେ ଥିବେ ବୋଲିକରି ସେମାନେ ଗଗନ ସ୍ପର୍ଶୀ ଏକ ବାବିଲ ଗଡ଼ ସେମାନେ ବନେଇଥିଲେ। ପରମେଶ୍ୱର ରାତାରାତି ତାଙ୍କର ଭାଷା ବଦଳାଇ ଦେଲେ। ହାଲେଲୁୟା। ତମେ କଣ ବଦଳାଇ ପାରିବ? ଲୋକମାନଙ୍କର ମନର ଚିନ୍ତାକୁ ତମେ ବଦଳାଇ ପାରିବ? କାହାର ସକ୍ଷମ ନାହିଁ ସେଟା। ପରମେଶ୍ୱର ସ୍ୱୟଂ ଆସିଲେ ଏ ପୃଥିବୀକୁ, ଆସିକିରି ସମସ୍ତ ଲୋକଙ୍କର ଭାଷା ବଦଳାଇ ଦେଲେ। ହାଲେଲୁୟା। ଗୋଟିଏ ରାତ୍ରିରେ। ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ଲୋକମାନେ, ଆପଣମାନେ ଧ୍ୟାନ ଦିଅନ୍ତୁ, ପ୍ରଭୁଙ୍କର ବାକ୍ୟକୁ ଆଲକା ନିଅନ୍ତୁ ନାହିଁ। এই ଜାଗାରେ ଲେଖା ହେଇଛି ଦିବସ ଦିବସ ପ୍ରତି, ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରୁଛନ୍ତି। ପରମେଶ୍ୱରଙ୍କ ଜ୍ଞାନକୁ ସେମାନେ କଥାବାର୍ତ୍ତା କରୁଅଛନ୍ତି। ପ୍ରେଜ୍ ଦ ଲର୍ଡ। ତାପରେ ଲେଖା ହେଇଛି କୌଣସି ବାକ୍ୟ କି ଭାଷା ନଥାଏ, ସେମାନଙ୍କର ରବ ଶୁଣାଯାଇ ନଥାଏ। ହାଲେଲୁୟା। ଏ ଦିବସର, ରାତ୍ରିର, ଏ ସୂର୍ଯ୍ୟର, ଚନ୍ଦ୍ରର, ଏମାନଙ୍କର କୌଣସି ଭାଷା ଆମେ ଦେଇପାରିବା ନାହିଁ। ହାଲେଲୁୟା। ସେମାନଙ୍କର କୌଣସି ଭାଷା ନଥାଏ, ସେମାନଙ୍କର ରବ ଶୁଣାଯାଇ ନଥାଏ, ସେମାନଙ୍କ ରଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ। ପ୍ରେଜ୍ ଦ ଲର୍ଡ। ଦିବସ ଜଗତର ସୀମା ପର୍ଯ୍ୟନ୍ତ ହେଉଛି, ରାତ୍ରି ମଧ୍ୟ ଜଗତର ସୀମା ପର୍ଯ୍ୟନ୍ତ ହେଉଛି। କୌଣସି ଭାଷା ସେମାନଙ୍କର ନାହିଁ। ହାଲେଲୁୟା। ମାତ୍ର ପରମେଶ୍ୱର ତାଙ୍କୁ ଯେଉଁ ଭାଷା ଦେଇଛନ୍ତି ସେ ଭାଷା ଆମେ ଜାଣିପାରିବୁ ନାହିଁ। ହାଲେଲୁୟା। ଏ ପୃଥିବୀ, ଏ ରାତ୍ରି, ଆକାଶ ମଣ୍ଡଳ କେଉଁ ଭାଷାରେ କଥା ହେଉଛନ୍ତି ଜାଣିଛ ତମେ? ବୈଜ୍ଞାନିକ ମାନେ ଜାଣିଛ? ନାଇଁ, ବାଇବେଲ କହୁଛି। ପ୍ରେଜ୍ ଦ ଲର୍ଡ। ସେମାନଙ୍କର କୌଣସି ଭାଷା ନଥାଏ, ସେମାନଙ୍କର ରବ ଶୁଣାଯାଇ ନଥାଏ। ଆମେମାନେ ଶୁଣିପାରିବା ତାଙ୍କର ରବ। ପ୍ରେଜ୍ ଦ ଲର୍ଡ। ସେମାନଙ୍କର ରଜୁ ବୋଲେ ଦୌଡ଼ି ପୃଥିବୀର ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ଥାଏ। ହାଲେଲୁୟା। ପୁରା ବ୍ୟାପ୍ତ ହେଇଯାଇଛି। ରଜୁ ବୋଲେ କଣ? ଦୌଡ଼ି। ଏ ଦିବସର ଦୌଡ଼ି, ରାତ୍ରିର ଦୌଡ଼ି। ତମେ କଣ ଭାବୁଛ? ପ୍ରେଜ୍ ଦ ଲର୍ଡ। এই ସମସ୍ତେ ପରମେଶ୍ୱରଙ୍କର ଶକ୍ତିକୁ, ପରମେଶ୍ୱରଙ୍କର କର୍ମକୁ, ପରମେଶ୍ୱରଙ୍କର କାର୍ଯ୍ୟକୁ ବର୍ଣ୍ଣନା କରୁଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆପଣମାନେ ଶସ୍ତା ଭାବନ୍ତୁ ନାହିଁ ପରମେଶ୍ୱରଙ୍କ ଶକ୍ତିକୁ ଶସ୍ତା ଭାବନ୍ତୁ ନାହିଁ। ଅଜାଗ୍ରତ କର ନାହିଁ, ଜାଗ୍ରତ ଥାଅ। ବୈଜ୍ଞାନିକ ମାନେ ତୁମମାନଙ୍କ ପାଇଁ ଗୋଟେ ଦିନ ପରମେଶ୍ୱର ରଖିଛନ୍ତି। ଆଜି ତମେ ମାନେ ଜିତି ଯାଉଛ। ଆଜି ତୁମେ ମାନେ ରାଜା ମାନେ, ପଣ୍ଡିତ ମାନେ, ମନ୍ତ୍ରୀ ମାନେ, ପରମେଶ୍ୱରଙ୍କର ବିରୁଦ୍ଧ ଆଚରଣ କରୁଥିବା ଲୋକମାନେ, ଆଜି ତୁମେ ମାନେ ଜିତି ଯାଉଛ ବୋଲି ଭାବ ନାହିଁ। ଧାର୍ମିକ ଲୋକମାନଙ୍କୁ ତୁମେ ତୁଚ୍ଛ କରି, ମାରି ପିଟି କରି ତୁମେ ମାନେ ଜିତି ଯାଉଛ ବୋଲି ଭାବ ନାହିଁ। ତୁମମାନଙ୍କ ପାଇଁ ପରମେଶ୍ୱର ଗୋଟେ ଦିନ ରଖିଛନ୍ତି। ଦେଖୁଛ ପରା, ଦିବସ ଦିବସ ପ୍ରତି, ରାତ୍ରି ରାତ୍ରି ପ୍ରତି ସେମାନେ କଥାବାର୍ତ୍ତା କରୁଛନ୍ତି। ମୁଁ ଗୋଟେ ଦିବସ ଅଛି, ଏ ରାଜା ମାନଙ୍କର, ଏ ପଣ୍ଡିତ ମାନଙ୍କର, ଇଏ ବୈଜ୍ଞାନିକ ମାନଙ୍କର
ଦିନ ପାଇଁ ମୁଁ ପ୍ରସ୍ତୁତ ଅଛି ବୋଲି ସେ ଏ ଦିବସକୁ କହୁଛି। ପ୍ରେଜ୍ ଦ ଲର୍ଡ। ତାପରେ ପ୍ରଭୁ କହୁଛନ୍ତି ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି। ହାଲେଲୁୟା। ଏ ଆକାଶ ପୃଥିବୀ, ଏ ଶୂନ୍ୟମଣ୍ଡଳ, এই ଶୂନ୍ୟରେ, এই ବିଶ୍ୱ ବ୍ରହ୍ମାଣ୍ଡରେ ଯେତିଟା ପୃଥିବୀ ଯାକ ପ୍ରଭୁ ସୃଷ୍ଟି କରିଛନ୍ତି, ଏ ସମସ୍ତଙ୍କ ଉପରେ ସୂର୍ଯ୍ୟକୁ ଗୋଟିଏ ଆବାସ ପରମେଶ୍ୱର ତିଆରି କରିଛନ୍ତି। ଏ ବୈଜ୍ଞାନିକ ମାନେ ଏ ସୂର୍ଯ୍ୟକୁ ଆଧାର କରି ଅନେକ ବିଷୟ ଆମେ ଉଦ୍ଭାବନ କରୁଛୁ, ନୂଆ ନୂଆ ବିଷୟ ମାନେ ତାଙ୍କର ସରଦାର ନ କହିଲେ ସରେ। ହାଲେଲୁୟା। ଏ ବୈଜ୍ଞାନିକ ମାନେ ଦେଖେଇ ଯାଉଛନ୍ତି ସୂର୍ଯ୍ୟ ପାଇଁ ଗୋଟେ ଆବାସ ପ୍ରଭୁ ଯୀଶୁ ତିଆରି କରିଛନ୍ତି। ମୂର୍ଖମାନେ ଦେଖନ୍ତୁ, ଶୁଣନ୍ତୁ, ବାଇବେଲରେ ଲେଖା ହେଇଛି ସୂର୍ଯ୍ୟ ପାଇଁ କ'ଣ କରୁଛନ୍ତି? ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି। ସେ ଆପଣା ଅନ୍ତଃପୁରରୁ ବାହାରି ଆସିବା ବରତୁଲ୍ୟ ଓ ସେ ଆପଣା ପଥରେ ଦୌଡ଼ିବା ପାଇଁ ବୀରତୁଲ୍ୟ ଆନନ୍ଦ କରେ। ହାଲେଲୁୟା। ସୂର୍ଯ୍ୟ ପରମେଶ୍ୱରଙ୍କର ଗୌରବ କରିବା ପାଇଁ ତାର ତତ୍ପର ଭୟଙ୍କର, ସେ ଦୌଡ଼ିବା ପାଇଁ ପରମେଶ୍ୱର ଯୋଉଠି ପଠେଇବେ ତାର କାମ କିଛି ନାହିଁ। ସୂର୍ଯ୍ୟ ଅସ୍ତ ହେବାଟା, ସୂର୍ଯ୍ୟ ଉଦୟ ହେବାଟା। ହାଲେଲୁୟା। ସେଟା ଲେଖା ହେଇଛି ସେ ଦୌଡ଼ିବା ପାଇଁ ବୀରତୁଲ୍ୟ ଆନନ୍ଦ କରେ ଓ ଆକାଶ ମଣ୍ଡଳର ପ୍ରାନ୍ତରୁ ତାହାର ଉଦୟ। ହାଲେଲୁୟା। ଆକାଶ ମଣ୍ଡଳ, ପୃଥିବୀର ପ୍ରାନ୍ତ ନୁହେଁ, ଆକାଶ ମଣ୍ଡଳର ପ୍ରାନ୍ତରୁ ସେଟା କୋଉଠି ଅଛି କି ଏ ବୈଜ୍ଞାନିକ ମାନେ ଆଜି ପର୍ଯ୍ୟନ୍ତ ଜାଣିପାରି ନାହାନ୍ତି। ପ୍ରେଜ୍ ଦ ଲର୍ଡ। ଆଜି ପର୍ଯ୍ୟନ୍ତ ସେମାନେ ମାପି ପାରିନାହାନ୍ତି, ସେମାନଙ୍କ ପାଖରେ କୌଣସି ଷ୍ଟେପ୍ ନାହିଁ, ଦୌଡ଼ି ନାହିଁ। ପ୍ରେଜ୍ ଦ ଲର୍ଡ। କୌଣସି ଦୁର୍ଭିକ୍ଷ ଯନ୍ତ୍ର ନାହିଁ ସେମାନଙ୍କ ପାଖରେ, ଆଜି ପର୍ଯ୍ୟନ୍ତ ତିଆରି କରିପାରି ନାହାନ୍ତି। କାରଣ ବାଇବେଲ ଏ ଜାଗାରେ ସମସ୍ତ ବିଷୟ ପ୍ରକାଶ କରୁଛି। ଆପଣମାନେ ଯଦି ପରମେଶ୍ୱରଙ୍କ ଶକ୍ତିକୁ ଜାଣିବାକୁ ଇଚ୍ଛା କରୁଛ, ବାଇବେଲ ପଢ଼। ପ୍ରେଜ୍ ଦ ଲର୍ଡ। ଏ ଜାଗାରେ ଲେଖା ହେଇଛି ଆକାଶ ମଣ୍ଡଳର ପ୍ରାନ୍ତରୁ ତାହାର ଉଦୟ ଓ ତୈର ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ତାହାର ଭ୍ରମଣ ହୁଏ, ପୁଣି ତାହାର ଉତ୍ଥାପରୁ କୌଣସି ବସ୍ତୁ ଗୁପ୍ତ ନ ଥାଏ। ହାଲେଲୁୟା। ଦେଖ, ଗୋଟିଏ ସୂର୍ଯ୍ୟକୁ ଯଦି ପରମେଶ୍ୱର ଏତେ ବଡ଼ ଶକ୍ତି ଦେଇଛନ୍ତି, କୋଟି କୋଟି ସୂର୍ଯ୍ୟର ତେଜସ୍ୱ ପରମେଶ୍ୱର ପ୍ରଭୁ ଯୀଶୁ, ତାଙ୍କର କେତେ ଶକ୍ତି ଅଛି ତମେ ଚିନ୍ତା କର। ମୂର୍ଖ ବୈଜ୍ଞାନିକ ମାନେ ଧ୍ୟାନ ସହିତ ତମେ ଚିନ୍ତା କର। ତୁମମାନଙ୍କୁ ଯଦି ଜ୍ଞାନ ଦରକାର, ଯୀଶୁ ହିଁ ଜ୍ଞାନ। ତୁମମାନଙ୍କୁ ଶକ୍ତି ଦରକାର, ବୁଦ୍ଧି ଦରକାର, ଯୀଶୁ ହିଁ ତୁମମାନଙ୍କୁ ବୁଦ୍ଧି ଦେଇପାରିବେ। ଯୀଶୁ ହିଁ ସ୍ୱୟଂ ଜ୍ଞାନ ଅଟନ୍ତି। ହାଲେଲୁୟା। ଆପଣମାନେ ଯଦି ପରମେଶ୍ୱରଙ୍କର ଜ୍ଞାନ ପାଇବାର ଇଚ୍ଛା କରୁଛ, ତାହେଲେ ଏ ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ତାରାଗଣକୁ ଦେଖ। ଏମାନେ କେମିତି ସୃଷ୍ଟି ହେଲେ? ତମେ ସୃଷ୍ଟି କରିନ, ତମର ଦାଦି ସୃଷ୍ଟି କରିନାହିଁ। ହାଲେଲୁୟା। ତମର ମୁଣ୍ଡର ବାଳ ପାଚିଯିବ, ତମର ଆୟୁଷ ସରିଯିବ, ତମେ କୌଣସି ବିଷୟରେ କିଛି କରିପାରିବ ନାହିଁ। ତମେମାନେ କହିଦେବ ପ୍ରଭୁ ପାଟି ଦେଇଛନ୍ତି ତ, ତେଣୁ ଗୋଟେ କାଲକୁଲେସନ କରି କହିଦେବ ଗୋଟେ ବିଷୟ, ଲୋକମାନେ ବିଶ୍ୱାସ କରିଦିଅନ୍ତୁ। ଏସବୁ ଭ୍ରାନ୍ତ ବିଷୟ ଗୁଡ଼ାକ। ସେ କହୁଅଛନ୍ତି କ'ଣ ବୋଲି କହିଲେ, ଯେଉଁ ସୂର୍ଯ୍ୟର ଉତ୍ତାପରୁ କେହି ମଧ୍ୟ ଗୁପ୍ତ ରହି ନପାରେ। ହାଲେଲୁୟା। କୌଣସି ଜିନିଷ ମଧ୍ୟ ସୂର୍ଯ୍ୟର ଉତ୍ତାପରୁ କ'ଣ ହୁଏ ନାହିଁ, ଗୁପ୍ତ ହୋଇନଥାଏ। ତେଣୁ ପରମେଶ୍ୱରଙ୍କ ଠାରୁ ସୂର୍ଯ୍ୟର ଉତ୍ତାପରୁ ହିଁ ତମେ ରହି ନପାର, ମାନେ ଗୁପ୍ତ ହେଇକି ରହି ନପାର। ତ ପରମେଶ୍ୱରଙ୍କର କ୍ରୋଧରୁ କେମିତି ତମେ ପଳାୟନ କରିବ? ଏଇ ଯୋଉ ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ତାରାଗଣ, এই ଆକାଶ ମଣ୍ଡଳ, ଏ ପୃଥିବୀ ପରମେଶ୍ୱରଙ୍କର କଥା ମାନିଲେ ସୁଦ୍ଧା ଏ ମନୁଷ୍ୟମାନେ କରିଥିବା ଭୁଲ ହେତୁ, ଏ ମନୁଷ୍ୟମାନେ କରୁଥିବା ପାପ ହେତୁ ଏ ପୃଥିବୀ ଅଭିଶାପ ପ୍ରାପ୍ତ ହେଲା, ଏ ଆକାଶ ମଣ୍ଡଳ ଅଭିଶାପ ପ୍ରାପ୍ତ ହେଲା। ପରମେଶ୍ୱରଙ୍କ ଦୃଷ୍ଟିରେ ଏମାନେ ମଧ୍ୟ ଅଭିଶାପ ପ୍ରାପ୍ତ ହେଲେ, ଯାହା ଫଳରେ
ଶେଷ କାଳରେ ପରମେଶ୍ୱର କ'ଣ କରିବେ, ସେମାନଙ୍କୁ ସ୍ଥାନ ନଥିଲା ପରି এই ଆକାଶମଣ୍ଡଳକୁ ଏ ପୃଥିବୀକୁ ସ୍ଥାନ ଆଉ ମିଳିବ ନାହିଁ। ଆକାଶମଣ୍ଡଳ ଚର୍ମପୁଟୁକ ପରି ଗୁଡ଼ା ହେଇଯିବ, ଶୂନ୍ୟ ମଣ୍ଡଳରେ ମିଶିଯିବ, କୋଉଠି ଯିବ କି ତାର ପଥା ନଥିବ। ତାପରେ ପରମେଶ୍ୱର ନୂତନ ପୃଥିବୀ ନୂତନ ଆକାଶମଣ୍ଡଳ ସୃଷ୍ଟି କରିବେ। এই ବର୍ତ୍ତମାନ ଆକାଶମଣ୍ଡଳ ଏ ବର୍ତ୍ତମାନ ପୃଥିବୀ ବିନଷ୍ଟ ହେଇଯିବ। ତାପରେ ନୂତନ ଆକାଶମଣ୍ଡଳ ନୂତନ ପୃଥିବୀ ପ୍ରଭୁ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ବୈଜ୍ଞାନିକ ମାନେ କୋଉଠି ଥିବ କି ଜଣା ନାହିଁ। ମାତ୍ର ଆମେମାନେ ସଦାପ୍ରଭୁ ପରମେଶ୍ୱରଙ୍କ ପାଖରେ ଥିବୁ। ହାଲେଲୁୟା। ସେ 20 ପଦର ତାର 6 ପଦରୁ ଯଦି ଆମେ ଦେଖିବା, 20 ପର୍ବର 6 ପଦ, ଗୀତ ସଂଗୀତା 20 ପର୍ବର 6 ପଦ। ଏବେ ମୁଁ ଜାଣୁଅଛି ଯେ ସଦାପ୍ରଭୁ ଆପଣା ଅଭିଷିକ୍ତଙ୍କୁ ଉଦ୍ଧାର କରନ୍ତି। ସେ ଆପଣା ଦକ୍ଷିଣ ହସ୍ତର ତ୍ରାଣ ଶକ୍ତିରେ ନିଜ ପବିତ୍ର ସ୍ୱର୍ଗରୁ ତାହାକୁ ଉତ୍ତର ଦେବେ। ସେହି କେହି କେହି ରଥରେ ଓ କେହି କେହି ଅଶ୍ବରେ ନିର୍ଭର କରନ୍ତି। ମାତ୍ର ଆମେମାନେ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱରଙ୍କ ନାମ କୀର୍ତ୍ତନ କରିବା। ହାଲେଲୁୟା। ମୋର ପ୍ରିୟ ଲୋକମାନେ, ପ୍ରଭୁଙ୍କ ଲୋକମାନେ ପରମେଶ୍ୱରଙ୍କ ନାମ କୀର୍ତ୍ତନ କରିବେ, ପରମେଶ୍ୱରଙ୍କ ଗୌରବ କରିବେ। ଯେମିତି ଆକାଶମଣ୍ଡଳ ଏ ଶୂନ୍ୟମଣ୍ଡଳ ପ୍ରଭୁଙ୍କର ଗୌରବ କରୁଅଛି। ସୂର୍ଯ୍ୟ ସେ ଭୀର ପରି ଦୌଡ଼ିବା ପାଇଁ ଆନନ୍ଦ କରୁଅଛି। ଏଇ ଗଭୀର ଜଳ ଭିତରେ ତ ମାନେ ଯେଉଁ ଜୀବଜନ୍ତୁ ପଶୁ ମାନେ ଯେଉଁ ପ୍ରାଣୀମାନଙ୍କୁ ତମେ ଦେଖିଛ, ପରମେଶ୍ୱର ସମୁଦ୍ରରେ ଅନେକ ପ୍ରାଣୀ ଗ୍ରହଣ ହେଉ ବୋଲି ସେତେବେଳେ ଆଜ୍ଞା ଦେଲେ, ଜଳଚର ପ୍ରାଣୀଗଣ ହେଉ ବୋଲି। ଦେଖ ଆଦି ପୁସ୍ତକ 1 ପର୍ବ ତାର 11 ପଦ। ଏ ଉତ୍ତର ପରମେଶ୍ୱର କହିଲେ, ପୃଥିବୀରେ ତୃଣ ଓ ସଜୀବ ଶାକ ଓ ଜୀବ ସମ୍ବଳିତ ଶହ ଜାତି ଅନୁଯାୟୀ ଫଳ ଉତ୍ପାଦକ ଫଳ ବୃକ୍ଷ ଭୂମି ଉପରେ ଉତ୍ପନ୍ନ କରୁ। ତହିଁରେ ସେହିପରି ହେଲା। ଆଉ ଅର୍ଥାତ୍ ପୃଥିବୀ ତୃଣ ଓ ଶହ ଜାତି ଅନୁସାରେ ଜୀବ ଉତ୍ପାଦକ ଶାକ ଓ ଶହ ଜାତି ଅନୁସାରେ ସଜୀବ ଫଳ ଉତ୍ପାଦକ ବୃକ୍ଷ ଉତ୍ପନ୍ନ କଲେ। ପୁଣି ପରମେଶ୍ୱର ତାହା ଉତ୍ତମ ଦେଖିଲେ। ହାଲେଲୁୟା। ତାପରେ ଦେଖ ଆଦି ପୁସ୍ତକ 1 ତାର 22ରେ, ପୁଣି ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରି କହିଲେ, ପ୍ରଜାବନ୍ତ ଓ ବହୁବଂଶ ହୋଇ ସମୁଦ୍ର ଜଳ ପରିପୂର୍ଣ୍ଣ କର। ତାର 20ରେ ପଡ଼ିବା। ଏଉଠାରୁ ପରମେଶ୍ୱର କହିଲେ, ଆଦି ପୁସ୍ତକ 1 ପର୍ବ ତାର 20 ପଦରୁ ପଡ଼ିବା। ଏଉଠାରୁ ପରମେଶ୍ୱର କହିଲେ, ଜଳ ବହୁଳ ରୂପେ ଜଙ୍ଗମ ପ୍ରାଣୀ ବର୍ଗରେ ପ୍ରାଣୀମୟ ହେଉ ଓ ପୃଥିବୀର ଉପରିସ୍ଥ ଆକାଶମଣ୍ଡଳରେ ପକ୍ଷୀଗଣ ଉଡ଼ନ୍ତୁ। ଆଉ ପରମେଶ୍ୱର ବୃହତ୍ ତିମିଙ୍ଗଳ ପ୍ରସ୍ତୁତି ଶହ ଜାତି ଅନୁସାରେ ବହୁଳ ରୂପେ ଜଳଜ ଜଙ୍ଗମ ପ୍ରାଣୀ ବର୍ଗ ଓ ଶହ ଜାତି ଅନୁସାରେ ପକ୍ଷୀଗଣ ସୃଷ୍ଟି କଲେ। ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ। ପୁଣି ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରି କହିଲେ, ପ୍ରଜାବନ୍ତ ଓ ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର। ଆଉ ପୃଥିବୀରେ ପକ୍ଷୀଗଣ ବହୁ ସଂଖ୍ୟକ ହୁଅନ୍ତୁ। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପଞ୍ଚମ ଦିବସ ହେଲା। ବୈଜ୍ଞାନିକ ଭାଇମାନେ, ପରମେଶ୍ୱର ସମୁଦ୍ରର ପ୍ରାଣୀମାନଙ୍କୁ ଆକାଶର ପକ୍ଷୀମାନଙ୍କୁ ପଞ୍ଚମ ଦିନରେ ସୃଷ୍ଟି କଲେ। ଆଉ ପରମେଶ୍ୱର ତାଙ୍କୁ ଆଶୀର୍ବାଦ କରି ପ୍ରଜାବନ୍ତ ହୋଇ ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର ବୋଲି ଆଶୀର୍ବାଦ କଲେ। ଜାଣିଛନ୍ତି, ସେଇ ପ୍ରଭୁଙ୍କୁ ଆମେମାନେ ପାଇଅଛୁ। ସେଇ ସଦାପ୍ରଭୁ ପରମେଶ୍ୱରଙ୍କୁ ଆମେମାନେ ଜାଣିଅଛୁ। ଆମେମାନେ ତମେମାନେ ନିର୍ଭର କରୁଥିବା ଏ ଜଗତିକ ରଥ ଉପରେ, ଉଡ଼ାଜାହାଜ ଉପରେ, ରକେଟ୍ ଉପରେ, ଯେଉଁ ମାନେ ଚନ୍ଦ୍ରକୁ ପଠାଇବା, ସେଟା କ'ଣ, ସେଟା
ଚନ୍ଦ୍ରଯାନ 3 ଚନ୍ଦ୍ରଯାନ 2 କିଛିଟା ମାନେ ଅଛି ନାଇଁ କି এই সমস্ত উপরে নির্ভর করবাটা নাই। চন্দ্রযান গলা যে চন্দ্রযান চন্দ্র যাইকি মরলা। হ্যাঁ ଆମେ କୋଉଠି ମରବାଟା নাই। ଆମେ ସଦା ପ୍ରଭୁଙ୍କ ଠାରେ ନିର୍ଭର କରିବା ଲୋକ। ଆମେ ସଦା ପ୍ରଭୁଙ୍କ ନିକଟରେ ଆନନ୍ଦ କରିବା ଲୋକ। ଆମେ ରଥ ଉପରେ ଅଶ୍ବ ଉପରେ ଧନ ଉପରେ ଏ ଜଗତର ଶକ୍ତି ଉପରେ ଆମେ ନିର୍ଭର କରିବା ଲୋକ ନାହୁଁ। ତବେ ଯଦି ପ୍ରଭୁଙ୍କର ଜ୍ଞାନ ଜାଣିବାର ଅଛି ତାହେଲେ ଆଜି ହିଁ ସମୟ ତୁମମାନଙ୍କ ପାଇଁ ଅଛି। ସମସ୍ତ ମାନବ ଜାତିକୁ ପ୍ରଭୁ ଯୀଶୁ କହନ୍ତି ଏ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକମାନେ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିନା ମୂଲ୍ୟରେ ପରିତ୍ରାଣ କରିବି। ହାଲେଲୁୟା। ସେ କହୁଛନ୍ତି ସେ କ'ଣ କହୁଛନ୍ତି ପ୍ରଭୁ ହେ ପରମେଶ୍ୱର ମୋତେ ତମେ ମାନେ ପରିତ୍ରାଣ ଶକ୍ତିରେ ତ୍ରାଣ ଶକ୍ତିରେ ନିଜ ପବିତ୍ର ସ୍ୱର୍ଗରୁ ତାହାକୁ ଉତ୍ତର ଦେବେ। ହାଲେଲୁୟା। କାହାକୁ ବୋଲେ ପ୍ରଭୁଙ୍କ ଲୋକମାନଙ୍କୁ। ପ୍ରଭୁଙ୍କ ଲୋକମାନଙ୍କୁ ପରମେଶ୍ୱରଙ୍କ ପବିତ୍ର ସ୍ୱର୍ଗରୁ ତାଙ୍କର ତ୍ରାଣ ଶକ୍ତି ଦ୍ୱାରା ଉତ୍ତର ଦେବେ। ସାଧାରଣ ପରମେଶ୍ୱର ନୁହନ୍ତି ଆମ ପରମେଶ୍ୱର, ସର୍ବଶକ୍ତିମାନ ପରମେଶ୍ୱର, ସର୍ବବ୍ୟାପୀ ସର୍ବନ୍ତର୍ଯାମୀ ପରମେଶ୍ୱର। ପରମେଶ୍ୱରଙ୍କୁ କେହି ମଧ୍ୟ ପ୍ରଶ୍ନ କରିପାରନ୍ତି ନାହିଁ। ସେ ଯାହା କରନ୍ତି ତାହା ହିଁ କରନ୍ତି। ବୈଜ୍ଞାନିକ ନାହିଁ, ନାସ୍ତିକବାଦୀ ମାନେ ନାହିଁ, ଏଇ ପୃଥିବୀରେ ପଣ୍ଡିତ ମାନେ ନାହିଁ, କେହି ମଧ୍ୟ ପରମେଶ୍ୱରଙ୍କର ସମାନ ହେଇପାରିବେ ନାହିଁ। ତେଣୁ ଆଜିର ବାକ୍ୟ ଅନୁସାରେ ମୋର ଖ୍ରୀଷ୍ଟ ଭାଇମାନେ ସମସ୍ତେ ଆମ ପ୍ରଭୁ ପରମେଶ୍ୱରଙ୍କର ଜ୍ଞାନକୁ ପରମେଶ୍ୱରଙ୍କର ଶକ୍ତିକୁ କେବେ ତୁଚ୍ଛ ହେବାକୁ ଦିଅ ନାହିଁ। ତୁମମାନଙ୍କର କାର୍ଯ୍ୟକଳାପ ଦ୍ୱାରା ତୁମମାନଙ୍କର ଆତ୍ମୀୟ ଜୀବନ ଦ୍ୱାରା ପରମେଶ୍ୱର ଗୌରବ ପାଇବାର ଅଛି। ଯେ ପ୍ରକାର ଦିବସ ପ୍ରତି ରାତ୍ରି ପ୍ରତି ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ କୀର୍ତ୍ତନ କରୁଛି, ସେହି ପ୍ରକାର ଆମେମାନେ ମଧ୍ୟ ପ୍ରଭୁଙ୍କୁ ଧନ୍ୟବାଦର ବଳି ଉତ୍ସର୍ଗ କରିବା, ପ୍ରଭୁଙ୍କୁ ଗୌରବ କରିବା, ପ୍ରଭୁଙ୍କୁ ପ୍ରଶଂସା କରିବା। ପ୍ରାର୍ଥନାମୟ ଜୀବନ, ଆତ୍ମିକ ଜୀବନରେ, ବାକ୍ୟ ପଠନରେ, ଆମମାନଙ୍କର ମାଣ୍ଡଳିକ ଜୀବନରେ ଆମମାନେ ସାକ୍ଷୀ ସ୍ୱରୂପ ହେବା। ପ୍ରଭୁ ଆମମାନଙ୍କ ପ୍ରତି ସେ ମହା ଗୌରବରେ ପ୍ରକାଶିତ ହେବେ, ଆମମାନଙ୍କୁ ତାଙ୍କର ଶକ୍ତି ଦ୍ୱାରା ଆମମାନଙ୍କୁ ରକ୍ଷା କରିବେ। ତେଣୁ ଆଜିର ବାକ୍ୟ ତୁମମାନଙ୍କ ଜୀବନ କାର୍ଯ୍ୟକାରୀ ହେଉଛି ବୋଲି ମୁଁ ଆଶା କରୁଛି। ଆସନ୍ତୁ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପ୍ରାକାନ୍ତ ପରମେଶ୍ୱର, ଆଜିର ବାକ୍ୟ ଅନୁସାରେ ପ୍ରଭୁ ତୁମ ଲୋକମାନେ ପ୍ରସ୍ତୁତ ହେବେ ଏବଂ ପରେ ତୁମ ଶକ୍ତିକୁ, ତୁମର ଗୌରବକୁ, ତୁମର ପ୍ରଶଂସା କରିବେ, ସେଥିପାଇଁ ସାହାଯ୍ୟ କର ପ୍ରଭୁ। ତୁମର ଇଚ୍ଛା ଅନୁସାରେ ଆମେ ଚାଲିପାରିବୁ, ସେଥିପାଇଁ ସାହାଯ୍ୟ କର। ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପ୍ରଭୁ, ଆମେନ୍।